ଆଜିର ପ୍ରଥମ ଅପଡେଟ୍ଟି ହେଉଛି ରାଜ୍ୟର ସୁନା ଦରକୁ ନେଇ। ଆଜି ରାଜଧାନୀ ଭୁବନେଶ୍ୱରରେ 10 କ୍ୟାରେଟ୍ ସୁନାର ଦାମ 72,370 ଟଙ୍କା ଥିଲାବେଳେ ରୂପାର ଦାମ କିଲୋ ପିଛା 84,000 ଟଙ୍କା ଅଛି। ପରବର୍ତ୍ତୀ ଅପଡେଟ୍ଟି ହେଉଛି ଆଜି ଆସିବେ ବିଜେପିର ରାଷ୍ଟ୍ର ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ରାହୁଲ ଗାନ୍ଧୀ। ଏଥିପାଇଁ ଉଭୟ ଦଳର କର୍ମୀ ଖୁବ୍ ଉତ୍ସାହିତ ଅଛନ୍ତି। ପରବର୍ତ୍ତୀ ଅପଡେଟ୍ଟି ହେଉଛି ଜାପାନର ବୋନିନ୍ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି ଓ ଏହାର ତୀବ୍ରତା ରିକ୍ଟର ସ୍କେଲରେ 6.3 ମପାଯାଇଛି। ଏହି ଭୂକମ୍ପର କେନ୍ଦ୍ର 506 କିଲୋମିଟର ଗଭୀରତାରେ ଅବସ୍ଥିତ। ଏହି ଭୂକମ୍ପ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଏଥିରେ ବ୍ୟାପକ କ୍ଷତି ହୋଇଥିବାର ଆଶଙ୍କା କରାଯାଇଛି। ପରବର୍ତ୍ତୀ ଅପଡେଟ୍ଟି ହେଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ଶନିବାର ଲକ୍ଷ୍ନୌ ସୁପର ଜାୟାଣ୍ଟସକୁ 7 ୱିକେଟ୍ରେ ହରାଇଲା ରାଜସ୍ଥାନ ରୟାଲ। ଏହି ମ୍ୟାଚ୍ରେ ପ୍ରଥମେ ଲକ୍ଷ୍ନୌ ଟସ୍ ହାରିକରି ବ୍ୟାଟିଂ କରିଥିଲା ଓ 20 ଓଭରରେ 196 ରନ୍ କରିବା ପାଇଁ ସକ୍ଷମ ହୋଇଥିଲା। ଜବାବରେ ରାଜସ୍ଥାନ ରୟାଲ 19 ଓଭରରେ ଏହି ଟାର୍ଗେଟକୁ ହାସଲ କରିନେଇଥିଲା। ଏହା ସହିତ ରାଜସ୍ଥାନ 9ଟି ମ୍ୟାଚ୍ରେ 8ଟି ବିଜୟ ସହିତ ଶୀର୍ଷରେ ଅଛି। ଆଜିର ପରବର୍ତ୍ତୀ ଅପଡେଟ୍ଟି ହେଉଛି ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଦିନକୁ ଦିନ ଉଗ୍ର ହେବାକୁ ଯାଉଛି। ଭୀଷଣ ତାତିରେ ଆଜି କଲବଲ ହେଉଛି ସାରା ଓଡ଼ିଶା। ଆସନ୍ତାକାଲି 33ଟି ସହରରେ 40 ଡିଗ୍ରୀ ଉପରେ ଥିଲା ତାପମାତ୍ରା। ଏହା ସହିତ ଭୁବନେଶ୍ୱରରେ 46 ଡିଗ୍ରୀ ପାର କରିଥିଲା ଏବଂ ଆଜି 5ରୁ ଅଧିକ ଜିଲ୍ଲା 45 ଡିଗ୍ରୀ ପାର ହେବାର ସମ୍ଭାବନା ଅଛି। ତେବେ ସମୟ ଆସିଯାଇଛି। ତେବେ ଚାଲନ୍ତୁ ଦେଖିନେବା ଆଜିର ପ୍ରଶ୍ନଟି। ଜିରା ସହିତ କ'ଣ ପାଣିରେ ଗୋଳି କରି ସେବନ କଲେ ପେଟରେ ଗ୍ୟାସ୍ ସମସ୍ୟା ମୂଳରୁ ଶେଷ ହୁଏ? ଅପସନ୍ ଏ ଡାଲଚିନି, ଅପସନ୍ ବି ଅଁଳା, ଅପସନ୍ ସି ଲବଙ୍ଗ, ଅପସନ୍ ଡି ଜାଇଫଳ। ତେବେ ଏହାର ଉତ୍ତରଟି ହେଉଛି ଅପସନ୍ ଏ ଡାଲଚିନି। ପରବର୍ତ୍ତୀ ଅପଡେଟ୍ଟି ହେଉଛି ପିଏମ୍ କିଷାନକୁ ନେଇ। ପିଏମ୍ କିଷାନର ପରବର୍ତ୍ତୀ କିସ୍ତି ଆପଣଙ୍କୁ ଜାନୁଆରୀ 1ରୁ ମିଳିପାରେ, ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଓ ଯେଉଁମାନେ ଏଥିରେ ଆବେଦନ କରିନାହାନ୍ତି ତେବେ ଆଜି ହିଁ ଏଥିରେ ଆବେଦନ କରିନିଅନ୍ତୁ। ଆଜିର ଶେଷ ଅପଡେଟ୍ଟି ହେଉଛି 30 ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିଞ୍ଜିଳି ବିଧାନସଭା ଆସନ ପାଇଁ ନବୀନ ଛତ୍ରପୁରରେ ପ୍ରାର୍ଥୀପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ନବୀନ ପଟ୍ଟନାୟକ ତାରାତାରିଣୀ ମନ୍ଦିର ଯାଇକରି ପୂଜାର୍ଚ୍ଚନା କରିବେ ଓ 11:35ରେ ଛତ୍ରପୁରକୁ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିବେ।